आस आस तोर हाफ फोटो उठिला এইটা অলি সଟরডে পিঁধব এই ব্ল্যাক কলর বুটটা তাঙ্কর কামরে আমি সমস্তে যাবু স্কুল কু নাকি আর কেউ স্কুলে না লেখাউছু কোণ করছেন সেটা জ্যোৎস্না তারা কইব নেক্সট ইয়ে আব ব্লগ সারা আপনার দেখুন না কোণ কହୁଛୁ শেষ পর্যন্ত দেখতে জানিবে কোউ স্কুলে লেখাউছু স্কুল কেমিতি আরে কালি ননা কো তার রাখি বাঁধ ଦେଇକି আইছি তা মন পুরা খুশি ননা ଦେଇছি মেঞ্চে পয়সা সে তা ব্লগরে যাই দেখিবে তা ননা কেতে পয়সা ଦେଇছি মেঞ্চে পয়সা তো ননা ଦେଇতে अर्जुन जोशना चलती माडगोल अर्जुन जीवन कौच स्कूल तेणुक आपण मैंने कहतु कौन करवा आज खाली ना लेखापी जा बाबा आज पढ़ुन माँ भी जीव तो सांगे है माँ जीव अपा जीव मु जीमी तार हाफ फोटो हो गला पठे न पर्यंत हौ नहीं कौन पचारनु मो पुअर आसथिलो आधार कार्ड करिया पे आज आधार कार्ड हब नहीं अपन कौ दिन हम आधार कार्ड शुक्रवार मो पुअर स्कूल एडमिशन आस चॉकलेट खाई पड़ेबी आज स्कूल ना लिखे देला परे सेठी टिके रही कि खेलिबु हला बुली बुली सबआडे खेलिबु आउ कौन करू तो से छाड़ी दे गया नुची की पड़ी आस हला पुअर हाफ फोटो उठे नहीं गलु आस आस पुअर हाफ फोटो उठिला हाफ फोटो नहीं चल एडमिशन करने स्कूल नोट खेलुं देख तो पार्टी करी छुआ शुभुची ना पार्टी ते ये बाहर गई शुणी बाहर गई बाहर गई शुणबू बाहर गई देखबू केते छुआ खेलुं भितर आस 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 मो पुओ को एडमिशन कराया से गाड़ी बाहर नहीं कि मुझे नहीं स्कूल मुझे नहीं मो पुओ स्कूल ना लिखे बोले केते आईन करुची हाँ घर को जाइए घर को आसुचु जाउछु एरा सेमिति आबा एरा सेमिति हला पाटे पड़ू पड़ू मिले जाउथबो हला पुओटा तो भलो लागुची बढ़िया नागुची केबेठू खाई नथिलु ओहो सबुदिन स्कूल गने खाइबू बाटर गोटे गोटे खाई स्कूल जीवु है पुणी होटेल बरा खाईदब हाँ इे होटेल टा स्कूल स्कूल थर एडमिशन आज हो गला आसी कौड़ा हो से देखते स्कूल आसी से केमी हो आसी स्कूल मो पुओ ये पूरा एमती हो सरकत पूरा हो बसिकी पाठ पढ़ी है
ହବ ଟିକେ ଲମ୍ବା ଏ ସାର୍ଟଟା ଆଉ ଟିକେ ବଡ଼ ଦରକାର। ଫାଇନାଲି ଆଡ଼ମିସନ୍ ହେଲା। ଦେଖିବା ପୁଅ ସ୍କୁଲ କେତେ ଦିନ ଆସୁଛି ମାସରେ। ଆମେ ଦେଖିବା କାଲି ଆସିବା। ଆଜି ଆମେ ପୁଅକୁ ନେଇକି ଯାଇଥିଲୁ ସ୍କୁଲ ଆଡ଼ମିସନ୍ କରିବା ପାଇଁ। ସ୍କୁଲ ଆଡ଼ମିସନ୍ କରିବାକୁ ନେଇ ଯାଇଥିଲୁ, ଘରୁ ବାହାରିଲା ବହୁତ କଷ୍ଟରେ। ତାକୁ ନେଇକି ଗଲୁ ସ୍କୁଲ ସାମ୍ନାରେ, ଆଉ ଗାଡ଼ିରୁ ସେ ଓହ୍ଲିଲାନି। କହିଲା ମୁଁ ଯିବିନି ସ୍କୁଲ। ତାପରେ କହିଲା ମୁଁ ଝାଡ଼ା ଯିବି କହି ଘରକୁ ଆସିଲା। ତାପରେ କହିଲା ତାପରେ କେତେ ସମୟ ଅଧଘଣ୍ଟେ ଖଣ୍ଡେ ଗଲା ପରେ ତାର କହୁଛି ମୁଁ ଝାଡ଼ା ବସିକି ଆସିନି, ମୁଁ ଯିବି ଝାଡ଼ା। ମୁଁ କହିଲି ଚାଲ ବାଟରେ କୋଉଠି ବସିବୁ? କହିଲା ନା ମୁଁ ଯାଇ ଘରେ ବସିବି। ଆସିକି ଘରେ ଝାଡ଼ା ବସିଲା। ତାପରେ ପୁଣି କେତେ କଷ୍ଟରେ ଯିବିନି କହିଲେ, ଆମେ ଯେମିତି ଆଗେ ଡରେଇ ଦେଇକି କହିଲୁ ଆମେ ପଳଉଛୁ ଆଉ ଗୋଟେ ପୁଅ ଧରି ଆସିମୁ। ତାପରେ କାନ୍ଦି କାନ୍ଦି ଗଲା। ତାପରେ ତାକୁ ସ୍କୁଲ ଆଡ଼ମିସନ୍ କରିକି ଆସିଲୁ 2ଟା। ଘରେ ପହଞ୍ଚିଲା ବେଳକୁ 2ଟା ହେଇଗଲା। ତାପରେ ଆସିକି ଗାଧେଇକି ଠାକୁରକୁ ଗାଧେଇ ନଥିଲା, ଆକ୍ଚୁଆଲି ଆମେ 9ଟା ଖଣ୍ଡେ ଟାଇମ୍ ବେଳକୁ ପଳେଇଥିଲୁ। ଆଜି ଯେହେତୁ ଶୁକ୍ରବାର ସେବେ ତାର ଖାଇବା ଦେଖନ୍ତୁ, ଡାଲି, ଏଇଟା କ'ଣ କାକୁଡ଼ି, ଆଉ ସେପଟେ ତାର ଆଳୁ ଦଳିବ, ଆଳୁ ଭଜା। କାରଣ ଶୁକ୍ରବାର ଆମେ ଟିକେ ନିରାମିଷ ପୁରା ଖାଉ, ଯେହେତୁ ସନ୍ତୋଷୀ ମାଆକୁ ଆମେ ଭଲ ପାଉ। ସେ ଆମର ମାନେ ଆରୋଗ୍ୟ ଦେବୀ। ଖାଲି ଏତିକି ନୁହେଁ, ଦୀର୍ଘ 15-20 ବର୍ଷ ହେଲାଣି ଆମେ କଲୁଣି ନାଇଁ କି। ମାନେ ଇଏ ବାହା ହେଇନଥିଲା ତା ପୂର୍ବରୁ ଆମେ କଲୁଣି। ସେଥିପାଇଁ ସେ ଠାକୁର ପୂଜା କଲା ପରେ ଏବେ ଖାଉଛି। ଟିକେ ଲେଟ୍ ହେଲା ଆଉ ସେଇଆ ହବ। ମାନେ ଖାଇବାଟା ପୁଅର ସ୍କୁଲ ଆଡ଼ମିସନ୍ ହେଇଗଲା। ଆଉ କାଲି ତ ଶନିବାର ଆଉ କ'ଣ ଆରମ୍ଭ କରିବୁ କି? ତା ପାଇଁ ବ୍ୟାଗ ଆଉ ପାଣି ବୋତଲ, ଚପଲ ସବୁ କ'ଣ ଆଣିଛୁ ଆପଣମାନଙ୍କୁ ଦେଖେଇବୁ। ଯାହା ଆଣିଛୁ ତାର ୟୁନିଫର୍ମ ପିନ୍ଧା ସବୁ ଆଣିଛୁ ଦେଖେଇବୁ। ହଁ, ଆଉ ସୋମବାରଠୁ ହିଁ ତାର ସ୍କୁଲ ଷ୍ଟାର୍ଟ ହେଉଛି। ଆଉ ଦେଖିବା କେତେ ସମୟ ଯାଇକି ସ୍କୁଲରେ ବସୁଛି। ସ୍କୁଲରେ ବସୁଛି କି ନାହିଁ, କି ଚଗଲା ହେଉଛି, କ'ଣ କରୁଛି, ଆପଣମାନେ ପ୍ରତ୍ୟେକ ଦିନ ଭିଡ଼ିଓ ଦେଖନ୍ତୁ, ନିଶ୍ଚିତ ସେ ତା ହରକତ ଦେଖିପାରିବେ। ତ ହରକତ ମାନେ ତାର ଅଲଗା ପ୍ରକାର ହରକତ। ବହୁତ ଚଗଲା, ମୁଁ ପୁରା ନାକେଦମ କରିଦେଉଛି। ତା କହିବା କଥା, ତାକୁ ସେ ଡରେ ନାହିଁ କାହାକୁ। ମାନେ ସେମିତି ଡରିକି ଛୁଆ ଡରି ଯାଆନ୍ତି ସ୍କୁଲ, ସେମିତି ନୁହଁ। ତାକୁ ଟିକେ ଲାଜ ଲାଗେ ନାଇଁ କି। ତା କହିବା କଥା ଟିକେ ଲାଜ ଲାଗେ। ମତେ କହିଲା ମ୍ୟାଡାମ ମାନଙ୍କୁ ମତେ ଲାଜ ଲାଗୁଛି। ସେଇପାଇଁ ସେ ଟିକେ ଯାଉନି, ଯିବ ଆଉ। ମତେ ଲାଗୁଛି କିନ୍ତୁ ସ୍କୁଲ ସେ ପୁରା ଆରାମରେ ଯିବ, କାରଣ ଛୁଆ ସହିତ ଖେଳିବା ତାର ଭାରି ଖୁସି। ତେଣୁକରି ସେ ନିଶ୍ଚିତ ଯିବ ବୋଲି ମୋର ବିଶ୍ୱାସ ନାଇଁ କି। ସୁସ୍ନା ତାର ପୁଅ ପାଇଁ ସବୁ ଜିନିଷ କିଣିଛି। ତାର ଆଡମିସନ୍ ସରିଗଲା। ଆଉ ସେ ସ୍କୁଲ କାଲି ତ ଶନିବାର, ପ୍ରଥମ ମାନେ ସ୍କୁଲକୁ ଶନିବାର ନେଇକି ଯିବୁନି, ସୋମବାରଠୁ ହିଁ ସ୍କୁଲ ଯିବ। ତାର ଦେଖନ୍ତୁ କେମିତି କ'ଣ ଆସିଛି ସବୁ ତା ଡ୍ରେସ୍। ତାର 2 ହଳ ଡ୍ରେସ୍ ଆସିଛି। এইটা অনলি সଟরডেরে পিন্ধিব। এটা অনলি সଟরডেରେ ପିନ୍ଧିକି ଯିବ ଏ ଡ୍ରେସ୍ଟା। অনলি ସଟରଡେ ପାଇଁ ଏ ଡ୍ରେସ୍ଟା ଆସିଛି। ଏ ଡ୍ରେସ୍ଟା ଅନଲି ସଟରଡେରେ ପିନ୍ଧିବ। ଆଉ ଏଇଟା ହେଲା ତାର ସାର୍ଟ। ଏଇଟା ହେଲା ତାର ସାର୍ଟ, ଏଇଟା ହେଲା ତାର ପ୍ୟାଣ୍ଟ। ଏଇଟା ହେଉଛି ଅଲଗା ସବୁଦିନ। ଅଲଗା ସବୁଦିନ। ଆଉ ସେଇଟା ତା ସହିତ ବେଲ୍ଟ ଅଛି, ଟାଇଟ୍ ବି ଅଛି ନାଇଁ କି। ଏଇଟା ହେଲା ତାର ଟାଏ। ବେଲ୍ଟ ବି ଅଛି ନା ଗୋଟେ। ବେଲ୍ଟ ବି ଅଛି। ଏଇଟା ବେଲ୍ଟ ନା ଏ ଲାଗିଛି ପୁରା। ହଁ, ଏଇଟା ଟ୍ରାଏ କରୁଥିଲା, ପିନ୍ଧିକି ଟ୍ରାଏ କରୁଥିଲା। ବେଲ୍ଟ ଅଛି, ଏଇଟା ତାର ଟାଏ। 2 ହଳ ଡ୍ରେସ୍। ସଟରଡେ ପାଇଁ ଅନଲି ହଳେ, ଆଉ ସବୁଦିନ ପାଇଁ ହଳେ। ଆମେ ଭାବିଛୁ ଏଇଭଳିଆ ଡ୍ରେସ୍ ତା ପାଇଁ ଆଉ ହଳେ ବି ଆଣିବୁ, କାରଣ ଏ ସବୁ ଜଗଲା ପୁରା କୋତରା କରିଦେବ। ଯେ ସବୁଦିନ ଯିବ କି ନାହିଁ ଡାଉଟ୍ ନାଗୁଛି, ସେଥିପାଇଁ ଆଣିବୁ ଆଉ। ଯିବ କି ନାହିଁ, ଆଜି କେତେ କଷ୍ଟରେ ତାକୁ ସ୍କୁଲ ନେଇଛୁ ମାନେ ଠିକ୍ ନାହିଁ। ଆସିକି 4ଟା ବେଳେ ଭାତ ଖାଇଛୁ ଆମେ। ଏଇଟା ହେଉଛି ତାର ବୁଟ୍। ଏ ବ୍ଲାକ୍ କଲର ବୁଟ୍ଟା ତାଙ୍କର ଚାଲୁଛି। ବ୍ଲାକ୍ ବୁଟ୍। ଆଉ ହେଉଛି ଇଏ ଆଣିଲେ ସେ ବାନ୍ଧି ପାରିବନି। ଆରାମସେ ଖୋଲିଦେବ, ଗୋଳେଇଦେବ, ପିନ୍ଧିଦେବ, ଖୋଲି ବି ପାରିବ। ଏଇଟା ଚାପିଦେଲେ ତାକୁ ସୁବିଧା ହେବ ବୋଲି ଏଇ ବୁଟ୍ଟା ହିଁ ଆଣିଲୁ। ନା ଆମେ ଆଣିଲେ ସେଇ ସୁବିଧା ପାଇଁ, ସୂତାଟା ଖସି ଯାଉଥିବ, ତା ଲେନ୍ସ ଗଳି ପଡ଼ୁଥିବ, ଛନ୍ଦି ହେଉଥିବ, ପ୍ରୋବ୍ଲେମ୍ ହେବ। ତେଣୁକରି ଏଇଟା କ'ଣ ଗୋଡ଼ ପୁରେଇ ଦେଲା, ଇଏ କଲା, ଏଇଟା ଆଣିଛୁ। ଆଉ କ'ଣ, ଏଇଟା ଗୋଟେ ବ୍ୟାଗ୍ ବି ଛୋଟିଆ କୁନି ବ୍ୟାଗ୍। ଛୋଟିଆ କୁନି ବ୍ୟାଗ୍ ଗୋଟେ ଆଣିଛୁ। 1745। ଆଉ ତା ପାଇଁ ସେ ତ କେବେ ଖାଇନି ଏକୁଟିଆ। ନା ତାଠୁ ବଡ଼ କଥା ହେଲା, ତା ଜୀବନରେ କେବେ ଏପର୍ଯ୍ୟନ୍ତ 3 ବର୍ଷ ଭିତରେ ଏକୁଟିଆ ସେ କେବେ ଖାଇନି। ସେ ଏକୁଟିଆ ହିଁ ଖାଇଲେ, ସବୁବେଳେ କୋଳରେ ବସିଥିବ, ଗୋଟେ ମୋବାଇଲ ଧରିକି ଖାଉଥିବ। ସେ ଯିବ ସ୍କୁଲ। ଏଇଟା ହେଉଛି ତାର ଟିଫିନ୍ ଆଣିଛୁ। ଦେଖନ୍ତୁ କେମିତି ସିଷ୍ଟମ ଅଛି ଟିଫିନ୍ଟା। ଏଇଟା ସେ ଖୋଲି ପାରିବ କି ନାହିଁ, ଯାହାକୁ ମ୍ୟାଡ଼ାମ ମାନେ କହିକି ଆସିବାକୁ ପଡ଼ିବ ଆଉ ଖୋଲିବା ପାଇଁ। ଆଉ ତା ଭିତରେ ଗୋଟେ ଛୋଟିଆ କୁନି ବାକ୍ସଟେ ଅଛି। ଆଉ ତା ଭିତରେ ବି ସେ ରଖି ସାରିଲାଣି ବାଦାମ ଏଠି ଦେଖନ୍ତୁ। ଖୋଲିକି ଆମେ ବାଦାମ ଆଣିଥିଲୁ, ବାଦାମ ସମସ୍ତେ ଖାଉଥିଲୁ। ସେ ପୁରା ଦେଖନ୍ତୁ ମଞ୍ଜିକି ଛଡ଼େଇକି ଖାଇକି, ମାନେ ତାର
ମମି ରଖିଦେଇଛି। ସେ ରଖିଛି, ସେ କାଲି ଖାଇବ, କହିଲା ଛଡ଼େଇକି ମୋ ଛୋଟ ବାଚ୍ଚାରେ କାଲି ଖାଇବ ବୋଲି ରଖିଛି। ଆକ୍ଚୁଆଲି ନୂଆ ନୂଆ ଜିନିଷ, ଛୋଟ ଛୋଟ ଜିନିଷ ଆସିଲେ ଟିକେ ଭଲ ଲାଗେ ନା। ଛୁଆକୁ ବହୁତ କ୍ୟୁଟ୍ ହେଇଛି ତା। ମାନେ ଛୁଆଙ୍କୁ ବୋଲି ନୁହଁ, ସମସ୍ତଙ୍କୁ ନୂଆ ଜିନିଷ ଭଲ ଲାଗେ। ନୂଆ ପ୍ୟାଣ୍ଟଟା ଯିଏ ପିନ୍ଧିବ, ନିଜେ ବି ପିନ୍ଧିଲେ ନୂଆ ସାର୍ଟଟା କହୁନୁ ଟିକେ ମଳି ଲଗେଇ ଦେବୁନୁ, ଠିକ ନା ଭୁଲ? ନୂଆ ଟିଫିନ ବକ୍ସ ଆସିଛି, ସେ ସ୍କୁଲ ଯିବ। ଆଉ ଗୋଟେ ଆସିଛି କଣ ତାର ପାଣି ବୋତଲ, ତାରି ଭିତରେ ପଡ଼ିଛି ବ୍ୟାଗ୍ ଭିତରେ, ଯେହେତୁ କରରେ ଧଇଲାନି ସେ ପାଇଁ ଭିତରେ ତାକୁ ଭର୍ତ୍ତି କରିଦେଇଛି, ଯେହେତୁ ଟିକେ ବଡ଼ ଅଛି। ଇଏ ହଉଛି ତାର ପାଣି ବୋତଲ। ବୋତଲଟା ଏମିତି ଖୋଲି ଏମିତି ଖୋଲିବ, ଏଇ ପାଇପ୍ଟା ଲଗେଇଛି, ତେଣୁ ଶୋଷାରିକି ପିଇବା ପାଇଁ ସେଇଟା କରାହେଇଛି। ପଇଡ଼ ଫଇଡ଼ ସିଏ ପିଏ, ଦେଖିଥିବେ ଆପଣମାନେ ଭିଡ଼ିଓରେ, ତେଣୁକରି ତାକୁ ଏଇଟା ସୁବିଧା। ହଁ, ସେ ଇଏ ହେନେ ପିଇବ। ଏତିକି ହେଲା ତାର ଜିନିଷ। ଅର୍ଜୁନକୁ ଟିକେ ଆଶୀର୍ବାଦ କରନ୍ତୁ ସମସ୍ତେ, ସେ ଭଲ ପାଠ ପଢୁ ଆଉ ଟିକେ ତାକୁ ଭଲ ବୁଦ୍ଧି ଦିଅ। ବଦଦାସ ତାର ସ୍ୱପ୍ନ କି ଆମମାନଙ୍କର ସମସ୍ତେ ଗୋଟେ ଏସ୍ପି ହେବ, ଲୋକମାନଙ୍କର ସେବା କରିବ। ତେଣୁ ଜଲ୍ଦି ଜଲ୍ଦି ବଡ଼ ହେଉ, ପୁରା ୟଙ୍ଗ ଏସ୍ପି ଗୋଟେ ହଉ, ନାଇଁ କି? ଆଜିର ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜାଣିବେ। ଆଜି ପାଇଁ ଭିଡ଼ିଓଟି ଏତିକି। ଯଦି ଭଲ ଲାଗିବ ଭିଡ଼ିଓଟି ଲାଇକ୍ କମେଣ୍ଟ ସେୟାର କରିବେ। ଆଉ ସବୁଦିନ ଚେଷ୍ଟା କରିବେ ଆପଣ ବହୁମୂଲ୍ୟ ସମୟରୁ କିଞ୍ଚିତ ସମୟ ଆମ ବ୍ଲଗ୍ ପାଇଁ ଦେବେ। ଆଉ କ'ଣ କହିବେ କୁହ? ଆମ ଭିଡ଼ିଓ ଟିକେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ଆଉ କମେଣ୍ଟ ମଧ୍ୟ ଦେବେ। କମେଣ୍ଟ ମଧ୍ୟ ଦେବେ। ଆଜି ପାଇଁ ଭିଡ଼ିଓଟି ଏତିକି। ଯଦି ଭଲ ଲାଗିବ ଲାଇକ୍ କମେଣ୍ଟ ସେୟାର କରିବେ। ପୁଣି ଦେଖାବା ଆଉ ଗୋଟେ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ବିଦାୟ ନେଉଛୁ। ନମସ୍କାର, ଜୟ ଜଗନ୍ନାଥ।